ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ବୋଡେନ୍ ବ୍ଲକ ସୁନାପୁର ପଞ୍ଚାୟତ ଅଫିସରେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିର ଆୟୋଜିତ ହୋଇଥିଲା। ଜିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର ବାର୍ଲାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଖଡ଼ିଆଲ ବିଧାୟକ ଅଧିରାଜ ପାଣିଗ୍ରାହୀ ମୁଖ୍ୟ ଅତିଥି ଓ ସାଂସଦ ପ୍ରତିନିଧି ଯଦୁମଣି ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବୋଡେନ୍ ବ୍ଲକ ଉପାଧ୍ୟକ୍ଷା ସଙ୍ଗୀତା ମାଝୀ, ସୁନାପୁର ସରପଞ୍ଚ ମୁକ୍ତା ରାଉତ, ଜିଲ୍ଲାର ବିଭିନ୍ନ ଟ୍ରେଡ୍ ୟୁନିୟନର ନେତୃମଣ୍ଡଳୀ, ଭକ୍ତବନ୍ଧୁ ଧରୁଆ, ଏନ୍ଏଫ୍ଟିୟୁ ପ୍ରେସିଡେଣ୍ଟ ଶୁକ୍ଲାମ୍ବର ନିଆଲ, ଅନିରୁଦ୍ଧ ନାଗ, ଜ୍ଞାନରଞ୍ଜନ ସାହୁ, ସୁଖଦେବ ସାହୁ, ବାବୁଲାଲ ମାଝୀ ଓ ପରମାନନ୍ଦ ହଂସ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଶିକ୍ଷା ସହାୟତା ପାଇଁ 5 ଜଣ ଛାତ୍ରଙ୍କୁ 66,400 ଟଙ୍କା, ବିବାହ ସହାୟତା 263 ଜଣଙ୍କ ପାଇଁ 1,31 ଲକ୍ଷ ଟଙ୍କା, ପ୍ରସବକାଳୀନ ସହାୟତା 18 ଜଣଙ୍କ ପାଇଁ 1,80,000 ଟଙ୍କା, ଅନ୍त्यେଷ୍ଟି କ୍ରିୟା ସହାୟତା 62 ଜଣଙ୍କୁ 3,10,000 ଟଙ୍କା, ମୃତ୍ୟୁକାଳୀନ ସହାୟତା 42 ଜଣଙ୍କୁ 1,64,00,000 ଟଙ୍କା, ମୋଟ 3,56,400 ଟଙ୍କାର ସହାୟତା ହିତାଧିକାରୀମାନଙ୍କୁ ଚେକ୍ ମାଧ୍ୟମରେ ପ୍ରଦାନ କରାଯାଇଥିଲା। ସାଂସଦ ପ୍ରତିନିଧି ଶ୍ରୀ ପାଣିଗ୍ରାହୀ ଜିଲ୍ଲାରେ 1,20,000 ନିର୍ମାଣ ଶ୍ରମିକଙ୍କ ମଧ୍ୟରୁ 60,000 ଶ୍ରମିକଙ୍କ ନବୀକରଣ ହୋଇପାରି ନାହିଁ ଓ ସ୍ୱତନ୍ତ୍ର ଅଭିଯାନ ନ କଲେ ଶ୍ରମିକଙ୍କ କାର୍ଡ ରଦ୍ଦ ହୋଇଯିବା ଆଶଙ୍କା ଅଛି ବୋଲି ପ୍ରକାଶ କରିଥିଲେ। ଶ୍ରମିକ ନେତା ଚୈତନ୍ୟ ତାଣ୍ଡି, ଦିଗାମ୍ବର ମାଝୀ, ଯଜାତି ମେହେର, ଟିକେଲାଲ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ସହଶ୍ରମ ଅଧିକାରୀ ମେରିସ୍ମିତା ଲାକ୍ରା, ଗ୍ରାମୀଣ ଶ୍ରମ ନିରୀକ୍ଷକ ଜୟନ୍ତ ପଣ୍ଡା ଓ ଅନ୍ୟମାନେ ସହଯୋଗ କରିଥିଲେ। ନୂଆପଡ଼ାରୁ ବୀରବଲ ପ୍ରଧାନଙ୍କ ରିପୋର୍ଟ, କଳିଙ୍ଗ ଟିଭି 24।